हाँ भाई ଭାଇନା कुह। हाँ ଦେଖିଲ? हाँ हाँ ଦେଖିଲି। ହଁ ଏମିତି ହେଇଛି ଆଉ ଭାଇ। ଆଉ ଗୋଟେ କଥା ଯୋଉ କହିଲ ଭଦ୍ରକରେ ଗାଈ ଯୋଉ ମୁସଲିମ ମାନେ ନଉଛନ୍ତି ଏମିତି ଯୋଉ ଭଦ୍ରକର ସେ ଭାଇଙ୍କି ମାରିଦେଲେ ବୁଝିଲେ ହୁଁ ନା। ହୁଁ ଏଥିପାଇଁ ମୁସଲିମ ଏଥିପାଇଁ ପୋଲିସ ପ୍ରଶାସନ ଦାୟୀ ଭଦ୍ରକର ମାନେ ଧାମନଗର ପ୍ରଶାସନ ପୋଲିସ ଦାୟୀ ଜାଣିଛ ନା ନାଇଁ। କେମିତି କଣ? ମୁଁ ଦେଖ ଭାଇ ହୁଁ ଦିଟା ଜାଗା ଅଛି ବୁଝିଲେ ନା। ସେଠି ହୁଁ ଗାଈ କଟା ହଉଛନ୍ତି ହେଲା। ହୁଁ ଦୋବଲ ରେ ଗୋଟେ ମାର୍କେଟ ଅଛି ବଜାର ଅଛି ସେଟା ଦୋବଲ ବଜାର ଗୋଟେ। ମାନେ ସେଠି ପୁରା ସେ ଖୁଲମ ଖୁଲା ବିକ୍ରି ହଉଛି। ହଁ ସେଠି ଖୋଲମ ଖୋଲା ହଉଛି ଗାଈ କଟା ହବ ତାଙ୍କର ମାନେ କଣ୍ଟାକ୍ଟ ଅଛି ତ ବସ୍ତି ବସ୍ତି ଅଛି ବୁଝିଲେ ନା। ହୁଁ ହୁଁ ତ ଧାମନଗର ଦୋବଲ ଏଇଟା ସବୁ ମୁସଲିମ ଏରିଆ ବୁଝିଲେ ନା। ହୁଁ ତ ଗାଈ କିଣିକି ନେବେ ଧର ତାଙ୍କର ବାରି ଅଛି ସେଇ ଟାଇମ ରେ ଗାଈକି କଟା ହବ ସେ ଲୋକମାନେ ସବୁ କିଣିକି ନେଇକି ଯିବେ ବୁଝିଲେ ନା। ହୁଁ ଆମ ପୋଲିସ ଏଠି କଣ କରୁଛି ପ୍ରଥମ କଥା କୁହ ଗୋଟେ ଆମେ କଣ ପାଇଁ ଆମେ ଯାଇକି କଣ ପାଇଁ ଲଢିତେ ଯିବୁ ବୁଝୁଛ ହୁଁ ନା। ହୁଁ ତ ପୋଲିସ ସେଠି କୋଉଠି ଝିଅ ହୋଟେଲ ରେ କୋଉଠି ରେଡ କରୁଛି। ଆଉ କୋଉଠି କୋଉଠି କଣ ଗଞ୍ଜେଇ କିଏ ଟାଣିଲା ତାଙ୍କୁ ଧରୁଛି। କୋଉଠି ବିକ୍ରି ହଉଛି ସେ ଭାଇ ଦେଖ ତାଙ୍କୁ ଧରୁଛି ବର୍ତ୍ତମାନ ପାଇଁ ତ ଓଡିଶା ପୋଲିସ ର ମୁଖ୍ୟ କାମ ହଉଛି ହଁ ଯିଏ ନ୍ୟାୟ ପାଇଁ ଲଢିବ ତାଙ୍କୁ ଜେଲରେ ଭର୍ତ୍ତି କରିବ ଓଡିଶା ପୋଲିସ ର ମୁଖ୍ୟ କାମ ହେଲା। ଆଜ୍ଞା ସତ କଥା କାହିଁକି ନା ଏଇଟା ସେ କଥା ମୋ ସହିତ ହେଇସାରିଛି। ଆଜ୍ଞା ଏବଂ ବହୁତ ଲୋକଙ୍କ ସାରା ବି ସହିତ ବି ଏମିତି ହେଇଥିବ। ଆଉ ଗୋଟେ କଥା ଭାଇ ଦେଖ ହୁଁ ସେଇଥିପାଇଁ ମୁଁ ସେମିତି କହୁନି କହିବ ଏମିତି ତ ଗୋଟେ ରାଜନୀତି ନେଇକି ଗୋଟେ ହୁଁ କଥା ହୁଁ କହୁଛି ହୁଁ 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 ସେଠି ବିଜେପି ର ସୂର୍ଯ୍ୟବଂଶୀ ସୁରଜ ସେଠି କଣ ଆମର ଏବେ ମନ୍ତ୍ରୀ ଅଛନ୍ତି ବୁଝିଲେ କି। ହଁ ଶିକ୍ଷା ମନ୍ତ୍ରୀ ଖେଳ ମନ୍ତ୍ରୀ। ହଁ ଦେଖନ୍ତୁ ସେଇଠି ଦୁର୍ନୀତି ବେଶୀ ହଉଛି ବୁଝିଲେ ନା। ହୁଁ ହୁଁ ସେଇଠି ସେ କଣ ସେଇଟା କାହିଁକି ନା ସେଇଠୁ ଭୋଟ ମିଳୁଛି ତାଙ୍କୁ। ତ ମୁସଲିମ ମାନେ ଭୋଟ ନେଇ ସେଠି ସେ ଜାଗା ଟା ମୁସଲିମ ଏରିଆ ନା ତ ସେମାନେ ଯଦି ଭୋଟ ନଦେବେ ସେ ଆସିବ କି। ନା କୁହନ ଏଇଟା ଯଦି ପ୍ରତିବାଦ କରାଯିବ ଯଦି ସିଏ ନିଜେ କରିବେ ଏଇଟା ହବ କି ଦେଖ ଦିଥର ହେଇଛି ଆଉ ଗୋଟେ ଭାଇ ସେ ମୁସଲିମ ପତାକା ନେଇକି ତାଙ୍କ ଇଦ୍ ରେ ପତାକା ନେଇକି ତାଙ୍କ ମୋବାଇଲ ଦୋକାନ ରେ ମାରିଥିଲେ ବୁଝିଲେ କି। ମାନେ ସିଏ ମୁସଲିମ ପତାକା ମାନେ ପାକିସ୍ତାନ ପତାକା। ପାକିସ୍ତାନ ପତାକା ପୁରା ମାରିଥିଲେ ତାଙ୍କ ଇଦି ଗୋଟେ କଣ ଏମିତି ଥିଲା। କୋଉଠି ମରା ହେଇଥିଲା? ଯାହା ସେଠି ଯାହା ଏଇଟା ହଉଛି ଗୁଡୁ ପୋଖରୀ ସେଇ ଧାମନଗରରେ ଭାଇ ଧାମନଗର ବ୍ଲକ ଦେଖନ୍ତୁ ରେ ବର୍ତ୍ତମାନ ବି ବୋଧେ ଜଣା ପଡୁଛି 2-3 ମାସ ହେଇଗଲାଣି ଆଉ କାଇଁ ମୁସଲିମ ମାନେ ଯୋଉ ଗାଁକୁ ସବୁ ବିକିବାକୁ ଆସନ୍ତିନି ଫେରିବାଲା ସବୁ ଆଜ୍ଞା ଆଉ କିଏ ଆସୁନାହାନ୍ତି ଟୋଟାଲି। ଆସୁନାହାନ୍ତି କେବଳ କୋଉଥି ପାଇଁ ଏଇଠି ପୋଲିସ ପାଇଁ ନା ଆମ ସରକାର ପାଇଁ କେବଳ ଲୋକମାନଙ୍କ ପାଇଁ ଆସୁନାହାନ୍ତି। ଆମ ମାନଙ୍କ ପାଇଁ ହୁଁ ଭାଇ ହୁଁ ବୁଝିଲେ ହୁଁ ନା। ହୁଁ ଗୋ ସେଇଟା ସେବକ ମାନେ ତାଙ୍କର କିଛି ବାହାଦୁରୀ ଗୋ ନୁହଁ ସେବକ ବୁଝୁଛ ସହିତ ଧର୍ମ ରକ୍ଷକ ମାନଙ୍କ ପାଇଁ ଆସୁନାହାନ୍ତି ହେଲା। ଆଜ୍ଞା ସେଇଟା ନହେଲେ କିଛି ପୋଲିସ ପାଇଁ ନୁହଁ ପୋଲିସ ପାଇଁ ନୁହଁ। ପୋଲିସ ପାଇଁ କିଛି ନୁହଁ କି ଆଇନ ବ୍ୟବସ୍ଥା ପାଇଁ ନୁହଁ। ନାଇଁ ଆଉ କିଛି ବି ଦେଖ ଆଜି ଗୋଟେ ଲୋକ ମରିଗଲା ବୁଝିଲେ ନା। ହୁଁ ହୁଁ ତା ଆଗରୁ ଗୋଟେ ଲୋକକୁ ପିଟି ତା ମୁଣ୍ଡ ଫୁଣ୍ଡ ଫଟେଇ ଦେଇଥିଲେ ବୁଝିଲେ ନା। ହୁଁ ହୁଁ ହିନ୍ଦୁ ପିଲାଟାର ମୋବାଇଲ ଦୋକାନ ଗୋଟେ କରିଥିଲା ସେ ପତାକା ନଗେଇକି କହିଆଲୁ ମୋ ଦୋକାନ ସାମ୍ନାରୁ ପତାକା କାଢ ବୁଝିଲେ ନା। ହୁଁ 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 ତାକୁ ମୁସଲିମ ମାନେ ଆସିକି ତାକୁ ମାରିଥିଲେ ହୁଁ ତା ହୁଁ ମୁଣ୍ଡ ଫୁଣ୍ଡ ଫଟେଇଥିଲେ ହୁଁ ତ ସେଇ ଟାଇମ ରୁ ଭଦ୍ରକ ଡିଷ୍ଟ୍ରିକ୍ଟ ରେ ହୁଁ ଯଦି ସେ ମୁସଲିମଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତ ଆଜି ଗୋଟେ ଲୋକ ମରିଥାନ୍ତା କି? ନା ମରି ନାଇଁ ନାଇଁ ନଥାନ୍ତା ଆପଣଙ୍କ ଘର କୋଉଟା ସେ କୋଉଟା? ଆମର ଭଦ୍ରକ ଭଣ୍ଡାରୀ ପୋଖରୀ ଭାଇ। ଭଦ୍ରକ ଭଣ୍ଡାର ପୋଖରୀ ଯଦି ଆଉ ଗୋଟେ ଭଦ୍ରକ କଥା ଦେଖ ହୁଁ ଆମର ବଜରଙ୍ଗୀ ଦଳ ଭାଇ ଖରାପ ଭାବିବେନି ହୁଁ କାମ କରୁଛନ୍ତି ହୁଁ କିଛି ଲୋକ ଅଛନ୍ତି ମୁଁ ବି ପର୍ଟିକୁଲାର ନାଁ ବି ଜାଣିଛି ଦଲାଲି କରୁଛନ୍ତି ହଁ କିଛି ଗାଈ ସେ ଲୋକଙ୍କ ପାଖରୁ ଛଡେଇକି ରଖୁଛନ୍ତି ବୁଝିଲେ ନା। ହୁଁ ହୁଁ ନେଇକି ରଖିକି ଆମେ ଗୋଶାଳାରେ ଦେବୁ କହିକି ହୁଁ ସେ ନେଇକି ଲୁଚେଇକି ଗାଡିରେ ରାତି ଅଧରେ ନେଇକି ବିକିଛନ୍ତି ସେ ଲୋକଙ୍କୁ ବି ଜାଣିଛି। ଏମାନଙ୍କର ଏମିତି କଣ ନା ଏମାନଙ୍କର କଣ ହବ ଏଁ ଏମାନେ ହୁଅନ୍ତି ଯିଏ ଗାଈ କାଟୁଛି ତାଙ୍କଠୁ ଆହୁରି ଖତରନାକ ଏମାନେ। ହଁ ଏମାନେ ପୁଣି କହୁଛନ୍ତି ଆମେ ବଜରଙ୍ଗୀ ଦଳ ପିଲା ଆମେ ତାଙ୍କୁ ମିଶଉଛନ୍ତି କୋଉ ଭଳିଆ ମୁଁ ବି ସେଇଟା ଜାଣିନି ଜାଣିଛ ନା। ମାନେ ବଜରଙ୍ଗୀ ଦ ଇଏ ଘର କୁମ୍ଭୀର ଯୋଉ ଘର ଢିଙ୍କି କୁମ୍ଭୀର ନୁହଁ ହଁ ଇଏ ସେଇ ଭଳିଆ ସେଇଭଳିଆ ଇଏ ଦେଖୁନାହାନ୍ତି ଆଡେ କାଇଁ ମୋ ପାଖକୁ ବହୁତ କମ୍ପ୍ଲେନ ଆସୁଛି ମୋ ପାଖକୁ ବହୁତ କମ୍ପ୍ଲେନ ଆସୁଛି ବଜରଙ୍ଗ ଦଳ କହିକି ବାଟରେ ଗାଈ ଓଗାଳୁଛନ୍ତି ଭାଇ ଘରକୁ ଚାଷ କରିବାକୁ ସେ ନଉନ୍ତି ଆଜ୍ଞା ତାଙ୍କୁ ଓଗାଳିକି ବୁହେ ପିଟା ପିଟି କରୁଛନ୍ତି ଆଉ ତାଙ୍କଠୁ ପଇସା ନଉନ୍ତି ସେମାନେ ଯଦି କହନ୍ତି ନିଅ ବିଶ୍ୱ ଗୋ ମାତା ସୁରକ୍ଷା ନମ୍ବର ନିଅ ଏଇଟା କଲ୍ କର ହଁ କଲ୍ କରୁନାହାନ୍ତି।
ଆଜ୍ଞା ଦେଖ ଆଉ ଗୋଟେ ଆମର ବି କିଛି ଭୁଲ ଅଛି, ସେ କିଛି ବି ପିଲା ବି ଭଲ ଅଛନ୍ତି। ହୁଁ ମୁଁ ଏମିତି 2-3ଟା ଜାଗା ଦେଖିଛି, ନିଜେ ମୁଁ ଜାଣିଛି ପୁରା ତାଙ୍କ ପାଖରେ ରହିକି ଦେଖିଛି। ହୁଁ ହୁଁ ଆମର 2-4 ଜଣ ଭାଇ 2ଟା ଗାଈକି ଅଟକେଇଲେ ବୁଝିଲେ ନା, ଗୋଟେ ହୁଁ ବଜାରରେ ହୁଁ ଅଟକେଇବାରୁ 2ଟା ବଳଦ ଥିଲେ ଅଟକେଇଲେ। ହୁଁ ସେଇଠୁ ସେ ବହେ ମାଇଲେ, କିଛି କଥାବାର୍ତ୍ତା ନାହିଁ, ବହେ ମାଇଲେ ସେ ଲୋକକୁ। ହୁଁ ସେ ମୁସଲିମ କି ମାଇଲେ, ହୁଁ ମାରିବାରୁ କହିଲେ ତୋ ମାଲିକକୁ ଫୋନ ଲଗା, ତୁ ହୁଁ ଗାଈ ଯାହା ପାଖରୁ ଆଣିଛୁ ତାକୁ ଫୋନ ଲଗା। ହୁଁ ସେ ସେଇଠୁ ତାକୁ ଫୋନ କଲେ, ହୁଁ ହୁଁ ଫୋନ କରିବାରୁ ସେ ମଉସା ଜଣକ ଆଇଲେ। ହୁଁ ମଉସା ଜଣ ଆସିବାରୁ ସିଏ କହିଲେ ତମେ ଗାଈ କଣ ପାଇଁ ବିକିଲ? ହୁଁ ଆଉ ଆମେ ଛାଡିବୁନୁ ଗାଈ, ଆଉ ହୁଁ ଆମେ ନେଇଯିମୁ। ହୁଁ ସେ କହିଲା ତାଙ୍କ ପଇସା ତାଙ୍କୁ ଫେରାଅ, ହୁଁ ବୁଝିଲେ ନା। ହୁଁ ଇଏ ସେଇଠୁ ସେ ମଉସା କହିଲେ ହୁଁ ତମେ ଗାଈ ନେଇଯାଅ, ହୁଁ ଆଉ ମୁଁ ପଇସା ତାଙ୍କୁ ଫେରେଇ ପାରିବିନି। ହୁଁ କାହିଁକି ନା ମୁଁ ଯୋଉ ଗାଈ 2ଟା ବିକିନି ହୁଁ ସେଇଟା 17,000 ଟଙ୍କା। ହୁଁ ମୋ ଝିଅ ଆଡମିସନ କରିବ ହୁଁ କଲେଜରେ। ହୁଁ ତ ଏଠି ଦେଖା ହଉଛି ମା ଛୁଆକୁ ବିକି ଦଉଛି ପଇସା ପାଇଁ। ହୁଁ ପେଟକୁ ଲାଗିନି କିଏ କାହାକୁ ନ ବିକିବ ଭାଇ, ତମେ ଗୋଟେ ନିଜ କଥା କୁହ, ଆମେ ଗୋଟେ ଗରିବ ଲୋକ ବୁଝିଲେ ନା। ହୁଁ ହୁଁ ଆମେ ଗରିବ ଲୋକ, ଆମେ ଆମ ମାନେ ଗାଈ କି ଆମେ ପଇସା ଖର୍ଚ୍ଚ କରିକି ତା ସହିତ ଲାଗିକି ତାକୁ ଆମେ ବଡ କରୁଛନ୍ତି, ଆମ ଗୁହାଳ କି ଆମ ଜାଗା ଆଉ ଏମିତି ପ୍ରୋବ୍ଲେମ ହବାରୁ ଆମେ ବିକୁଛନ୍ତି ବୁଝିଲେ ନା। କେହି ତ ଖୁସିରେ ବିକନ୍ତିନି, ଆମକୁ କିଛି ପଇସା ପାଇଁ ଆମେ ସେଇ କାମ କରୁଛନ୍ତି। ପ୍ରକୃତରେ ଆମ ମା ହେଇଥାଏ, ଆମେ ତା କ୍ଷୀର ଖାଉଥାଇପାରେ, କିନ୍ତୁ ଆମର ଗୋଟେ ଅଛି କି ଆମେ ଗୋଟେ ଘରେ 5ଟା ଗାଈ ରହିବେ, ସେ 10ଟା ଗାଈ ରହିପାରିବେ, ସେତିକି ଜାଗା ସେମିତି ଥିବା ଦରକାର ନା ନାଇଁ। ତାକୁ କଣ ମାଗଣା ଗୋଶାଳରେ ନେଇକି ଛାଡିଦେବେ କି ଲୋକ, ଗରିବ ଲୋକ? ମାଗଣା ଛାଡିବେନି। ଏଇଠି ଆମ ସରକାର କରୁନି, ଯୋଉ ଗରିବ ଲୋକ ପଇସା ନଉଛି ମାନେ ଗାଈ ରଖୁଛନ୍ତି, ଯୋଉମାନେ ବିକି ଦଉଛନ୍ତି, ତ ସିଏ ଯୋଉ 500 ଟଙ୍କାରେ ବିକୁଛନ୍ତି, 200 ଟଙ୍କା 250 ଟଙ୍କା ଦେଇକି ଗୋଶାଳାକୁ ନେଇଯାଉ ଗାଈ। ଯଦି ଗୋଟେ ସୋର୍ସ ଅଛି ବୋଲି ଲୋକ ବି କୁହନ୍ତି। ଆଜ୍ଞା ଯଦି ସେ ସୋର୍ସ ଟା ବନ୍ଦ ହେଇଯିବ, ହଁ ତାହେଲେ ଆଉ ଲୋକ ବିକିବେ କି? ବିକିବେନି। ତେଣୁକରି ଏଠି ସବୁଠାରୁ ବଡ ଦୁଃଖର ବିଷୟ ହଉଛି, ଭାରତରେ କି ଓଡିଶାରେ ଯଦି ଭଦ୍ରକ ହଉ କି ଯୋଉଠାରେ ହଉ, ଯଦି ଗାଈ କି ଗୋମାତା କୁ କତଲଖାନା କଟା ହୋଇକି ମାନେ ବସ୍ତି ଭିତରେ କଟଉଛନ୍ତି ମୁସଲିମ ମାନେ, ଆଜ୍ଞା ଏଥିପାଇଁ ଦାୟୀ ହଉଛି ଭାରତୀୟ ଆଇନ ବ୍ୟବସ୍ଥା। ହଁ ଭାରତ ଆମ ଓଡିଶାରେ ଭାଇ ଦେଖ ଯଦି ମୂଳୁରୁ ମାଇଲେ ଜୀବ ସରି ଦେବଙ୍କ ସାଙ୍ଗେ କିପା କରି। ହଁ ଯଦି ଆଇନ ପ୍ରଣୟିତ ଗୋ ହତ୍ୟା ହେଇପାରିବନି, ବାସ୍ ଗଲା କାମ ଖତମ। ହଁ କିନ୍ତୁ ଭାଇ କଣ ଦେଖ ପାଇଁ ମୁଁ କଣ ଭାରତ କଥା ପାଇଁ କହିପାରିବିନି, ହୁଁ ମୁଁ ଦେଖିବାରେ ମୁଁ ବେଙ୍ଗାଲୋରରେ ରୁହେ, ଏମିତି ବହୁତ ଜାଗା ବି ଯାଇଛି। ହୁଁ ସେଠି ଏମିତି ଖୁଲମ ଖୁଲା କେହି ଗାଈ ନେଇକି ଯିବାର କି ବିକିବାର ମୁଁ ଏମିତି କେବେ ଦେଖିନି। କିନ୍ତୁ ହୁଁ ଏଇଟା ବେଶୀ ଓଡିଶାରେ ହଉଛି, ଓଡିଶାରୁ ହିଁ ସେଠି ବି ଗାଈ ଏତେ ସଂଖ୍ୟାରେ ନାହାନ୍ତି। ଏଇଠୁ ହୁଁ ଓଡିଶାରୁ ସେଠିକି ପଠା ଯାଉଛି ଗାଈ, ବୁଝିଲେ ନା। ହୁଁ ହୁଁ। ବେଶୀ ଗାଈ ଓଡିଶାରୁ ହିଁ ଯାଉଛି ବାହାରକୁ। ହଁ ଓଡିଶାରୁ ଯାଇକି ବା ପୁରା ବାଂଲାଦେଶ ପଳଉଛି, ଆଉ ବର୍ଡର ବାଉଁଶ ଧିରେ କେମିତି ଗୋଟେ କଣ କଡିକି ଲାଠି ଧିରେ ଏପଟ ସବୁ ଟେକିକି ଛାଡୁଛନ୍ତି ହଁ କେମିତି ଆଉ ଗୋଟେ କଥା ଦେଖ, ହୁଁ ସେଠିକି କେମିତି ଯାଉଛି ବି ମୋର ସେଠି କଲିକତାରେ ସାଙ୍ଗ, ମାନେ କଲିକତାର ସାଙ୍ଗ 2 ଜଣ ଅଛନ୍ତି, ମାନେ ସେ ବୋର୍ଡରରେ ତାଙ୍କ ଘର ଇଏ ଲାଗିଛି। ହୁଁ ସିଏ ବି ମତେ ତାଙ୍କ ସାଙ୍ଗରେ ଡ୍ୟୁଟି କଲା ଭିତରେ, ହୁଁ ତା ଭିତରେ ସିଏ ବି ମୁସଲିମ। ମୁଁ କହିଲେ, ମୁଁ ସେଇଠୁ କଥା ପଇଲା, ମୁଁ ହୁଁ ଗାଁରେ ରହିମି, ଏମିତି ଏମିତି କରିମି। ହୁଁ ସେ ସେଇଠୁ କହିଲେ, ମୁଁ ବି ଏଥର ଗଲେ ଗାଁରେ ରହିମି, ଆଉ ହୁଁ ଗୋଟେ ରାତିରେ ଆମର 1,000 ଟଙ୍କା ହେଇଯାଏ। ଏଠି ହୁଁ ଲାଭ କଣ, ଏତେ କଷ୍ଟ କରିହବନି। ମୁଁ କହିନି କେମିତି କଣ କର ରାତିରେ 1,000 ଟଙ୍କା? ହୁଁ ନା ଆମେ ଗାଇକି ସେପଟ ବୋର୍ଡର ପାସ୍ କରୁ। କେମିତି ବୋର୍ଡର ପାସ୍ କର? ସେଠି ଗୋଟେ ନଈଟେ ଅଛି ବୁଝିଲେ ନା। ହୁଁ ହୁଁ ଆ ରାତିରେ ନେଇକି ସେ ନଈରେ ମାନେ ଗୋରୁଙ୍କୁ ବାଡେଇକି ସେପଟରେ ଛାଡି ଦିଅନ୍ତି। ହୁଁ ସେ ଗାଈ ସେପଟକୁ ପଳାନ୍ତି, ସେ ନେଇକି ଏମିତି କରନ୍ତି ବୁଝିଲେ ନା। ହୁଁ ଆଉ ହୁଁ ଗେଟରେ ଯୋଉ ଆମର BSF ମାନେ ରୁହନ୍ତି, ହୁଁ ତାଙ୍କୁ ପଇସା ଦେଇ ଦିଅନ୍ତି, ସିଏ ବି ଛାଡି ଦିଅନ୍ତି। ସେ ଆଡକୁ ଯାଆନ୍ତିନି, ଗେଟ ରେ ପାସ୍ କରନ୍ତିନି, ନଈ ବାଟେ ପାସ୍ କରନ୍ତି। ଆଉ ମାନେ ଯଦି ଭାରତୀୟ ଯବାନ ମାନେ ବି ପଇସା ନିଅନ୍ତି। ହଁ ମୁଁ ସେ ପିଲାଟା ବି ନମ୍ବର ବି ଥିଲା, ସିଏ ବି ଏମିତି ମତେ କହିଥିଲା। ସିଏ କଣ ଇଣ୍ଟରଭ୍ୟୁ ଦବ? ସେ କେବେ ହେଲେ ଦବନି ଇଣ୍ଟରଭ୍ୟୁ। ନା ସେମିତି ଦବନି, କିନ୍ତୁ ସିଏ ବି ନିଜେ କରୁଛି। ସିଏ କହିଲା ମୁଁ ଏମିତିରେ ଆମେ କାମ କରୁ, ଏମିତି ପଇସା ଆମର ସେଇଠୁ ଇନକମ ହୁଏ। ତାହେଲେ ଭାଇ କିନ୍ତୁ ଦେଖିଲ ଭାଇ ଦେଖ ମୋର ଭାଇ ଦେଖ ମୋର ଭାରତୀୟ ଯବାନ କଥା କହୁନି ଭାଇ, ହୁଁ ଆଉ ମୁଁ କାହାରି କଥା କହୁନି। ହୁଁ ମୁଁ ପ୍ରଥମ କଥା ଓଡିଶାରୁ କେମିତି ଗାଈ ଯାଉଛି। ହୁଁ ସେଠି କଲିକତା ପର୍ଯ୍ୟନ୍ତ କେମିତି ଯାଉଛି? କଲିକତାରେ ତ ସବୁ ଏତେ ସବୁଠେଇ ଅଫିସର ମାନେ ପୋଲିସ ହଉ କି ଯିଏ ହଉ, ସମସ୍ତେ ପଇସା ନେଇକି ଛାଡୁଛନ୍ତି। ଏବଂ କିଛି ବଜରଙ୍ଗ ଦଳରେ ଲୋକ, RSS ଦଳ ଲୋକ ସେଥିରେ ବି ଅଛନ୍ତି। ହଁ ଏଇ କାରଣ ପୋଲିସି ସେ ନ ରହିଲେ ହବ ଏଇ ସେମାନେ ନେତା ମନ୍ତ୍ରୀ ଭାଇ ମାନେ ଆମ ଇମୋସନାଲ ସହିତ ହୁଁ ଖେଳ ହୁଁ ହୁଁ ଖେଳୁଛନ୍ତି, ହୁଁ ନେତା ମନ୍ତ୍ରୀ ବୁଝିଲ ନା। ଇମୋସନାଲ ସହିତ ଖେଳ ଆମେ ଖେଳୁଛନ୍ତି। ହେଲେ ଟିକେ ମାନେ ଯେ ଭଦ୍ରକରେ ଯୋଉ ଭାଇ ଜଣକ, ତାଙ୍କୁ କେମିତି କଣ ହେଲା ହତ୍ୟା କଲେ? ସେଇଟା ତ ମୁଁ ଯାଇନି ଭାଇ, ମୁଁ ତ ତା ଆଗରୁ ଭୁବନେଶ୍ଵର ପଳେଇ ଆସିଥିନି। ହୁଁ ହୁଁ ସେମାନେ କଣ ତାକୁ ଏମିତି ବାଡିଆ ପିଟା ଲାଗିଲେ ବୁଝିଲେ ନା। ହୁଁ ହୁଁ
ବାଡିଆ ପିଟା ଲାଗିବାରୁ କଣ ଗୋଟେ ଅଜାଗାକୁ ବାଡେଇ ଦେଇଛନ୍ତି, ସେଠି ତାଙ୍କର ଡେଥ୍ ହେଇଯାଇଛି ଆଉ। ସେ କଣ ଏକୁଟିଆ ଯାଇଥିଲେ? ନାଇଁ 2-4 ଜଣ ଯାଇଥିଲେ, ଓହୋ 2-4 ଜଣରୁ ତାକୁ ବାଡେଇ ଦେଇଛନ୍ତି ଆଉ କାହାର କିଛି ହେଲାନି ତ ହୁଁ। ସେ ବେଶୀ ମାଡଟା ହେଇଗଲା ସେଠୁ ସେ ମରିଗଲେ ଆଉ। ଆରେ ମୋର ଭାଇ ଶୁଣ ଗୋଟେ ଦିନ ଆଜି ଶୁଣ ଲୋକଟା ମଲା କଣ ପାଇଁ? ଗୋଟେ ଦିନ ପିପିଲି ଛକ ଉପରେ ଆଜ୍ଞା ଗୋଟେ ଗାଈ ଭଲ ଦେଶୀ ଗାଈଟେ ଲୋଡ ହେଇଥିଲା ଗାଡି ଦେହରେ ହେଲା। ଆଜ୍ଞା ମୁଁ ଭାବିଲି କୁଆଡେ ଚାଷୀର, ମୁଁ ଟିକେ ଅପେକ୍ଷା ଗାଡି ଦେଖିଲି, ଆଜ୍ଞା ଦେଖିଲା ଆସିକି ଗୋଟେ ଦାଢିଆ ହେଇକି ଲୋକ ଭିତରେ ବଇଛି ହେଲା, ଦାଢି ମୁସଲିମ। ଆଜ୍ଞା ଆଜ୍ଞା ଭାଇ ମୋ ମନ ଦେହ ସଇଲାନି, ପୁଣି ଗାଡି ବୁଲେଇ ଗଲି। ଆଜ୍ଞା ଭାଇ ତାକୁ ଯଦି ମୋ ସାଥିରେ ଆଉ 2-3 ଜଣ ହିନ୍ଦୁ ଥାନ୍ତେ ମୁଁ ଗାଡି ରଖି ଦେଇଥାନ୍ତି। ଆଜ୍ଞା ଭାଇ ଗାଡି ରଖି ହେଲାନି ଭାଇ, ତାଙ୍କ ଗାଁ ଭିତରେ ମୁଁ ଯାଇକି ଗାଡି ପଛ ପଟେ ତାଙ୍କ ଗାଁ ପାଖ ହେଇଗଲା ଭାଇ। ଆଜ୍ଞା ଆଉ ଗାଁ ଭିତରକୁ ଭାଇ ଯାଇହବ? ବଞ୍ଚିଲେ ସିନା ଆମେ ଗାଈ ବଞ୍ଚେଇବା। ହଁ ଭାଇ ମୁଁ ସେଇଠୁ ବାଧ୍ୟ ହେଇକି ରିଟର୍ଣ ମାଇଲି। ମୁଁ ଏମିତି ଥରେ ଭାଇ ଦେଖ, ଆଉ ମୁଁ ଯଦି ତ ହାତ ହତିଆର ଥାନ୍ତା ତାହେଲେ ରଖିଦେଇନଥାନ୍ତି କି? ହଁ ଆଉ ଭାଇ ମୁଁ ଏମିତି ବି ମୋର ବି ପରିସ୍ଥିତି ଏମିତି ହେଇଛି। ହୁଁ ମୁଁ ସେମିତି ଗାଈ ଛଡେଇ ନାହିଁ ତ, ହୁଁ ମୁଁ ଛଡେଇଥିଲେ ବି ସେ ମୋର କିଛି କରିପାରିନଥାନ୍ତେ। ହୁଁ ଏମିତି ମୁଁ ଯାଉଛି ଆମର ଯୋଉ ଆରଡି ମନ୍ଦିର ଜାଣିଛନ୍ତି, ଯୋଉ ଭଦ୍ରକରେ ଯୋଉ ଫେମସ ଯୋଉ ଆମର ଆରଡି ଯୋଉ ଜାଣିଛନ୍ତି? ଯୋଉ ଆରଡି ପୀଠ। ହଁ ହଁ ହୁଁ ହୁଁ ସେଠି ଯାଉଛି, ବାଟରେ 2 ଜଣ ମୁସଲିମ 2ଟା ଗାଈ ଧରିକି ନେଇକି ଯାଉଛନ୍ତି। ପୁଣି ହୁଁ ନେଇକି ଯାଉଛନ୍ତି କେମିତି? ଗୋଟିଏ ରସିରେ 2 ଜଣଙ୍କୁ ବାନ୍ଧିଛନ୍ତି। ହୁଁ ହୁଁ ମାନେ ଟାଇଟ୍ ହେଇଯାଉଛି, ଜଣେ ପଡିଗଲା ବେଳକୁ ହୁଁ ମାନେ ଜଣେ ଜାଣିପାରୁଛି ନା, ଗାଈ ମାତା ସିଏ ଜାଣିପାରିବେ ନା ଆମର ୟା ପରେ ଆମ ଷ୍ଟେପ କଣ ହବ, ଆମକୁ ହୁଁ କଣ ହୁଁ କରିବେ ହୁଁ ଆମ ସେ ସହିତ। ଜାଣିଦେବେ ଜାଣିଦେବେ ସିଏ ଜାଣିଦେବେ। ଜଣେ ଶୋଇ ପଡିଲା ବେଳକୁ ଆଉ ଜଣେ ହୁଁ ଠିଆ ହଉଛି, ହୁଁ ତ ଶୋଇପଡି ସେ ରସି ଟା ଟାଣି ହେଇ ଯାଉଛି, ସେ ହୁଁ ରସି ଟା ଭିଡି ଯାଉଛି। ହୁଁ ମୁଁ ମୋର ଗାଡି ବହୁତ ସ୍ପିଡ ଥିଲା, ମୁଁ ହୁଁ ପଳେଇଲି ଆଗକୁ। ହୁଁ ପଳେଇଲାରୁ ତାପରେ ଯୋଉ ମୋର ମିରରରେ ଦେଖିନି ସେଠି ହୁଁ ଏମିତି ଦେଖା ହଉଛି, ହୁଁ ଫେର ଗାଡି ବୁଲେଇନି। ହୁଁ 2 କିଲୋମିଟର ପଳେଇଥିଲି ପୁଣି ଗାଡି ବୁଲେଇନି। ହୁଁ ତାପରେ ମୁଁ ସେଠି କହିଲି, ମୁଁ କହିଲି ଇଏ କଣ ହଉଛି? ହୁଁ ସେ ମୁସଲିମ କହିଲି, ସେ କହିଲେ ନାଇଁ କିଛି ହୋଇନି। ମୁଁ ସେଇଠୁ ଗାଳି ମନ୍ଦ କରିନି ତ କହି ହବନି ସେମିତି। ନାଇଁ ନାଇଁ ମା ସେମିତି ବକା ବକି ବ୍ୟବହାର କରନି। ହଁ କୁହ। ମୁଁ ମା ଫା ନେଇକି ଏମିତି କହିଲି ତାଙ୍କୁ। ହୁଁ ହୁଁ ତାପରେ ମୁଁ କହିନି ଭାଇ ମୋର ତମ ସହିତ ଝଗଡା କରିବାର ନାହିଁ କି ଗାଈ ଫେରେଇବାର ନାହିଁ। ହୁଁ କାହିଁକି ନା ତମକୁ ଯିଏ ବିକିଛି ହୁଁ ତାଙ୍କର ପଇସା ଦରକାର ଥିବ କି ସେ କୋଉ କାରଣ ମାନେ ଗାଈ ଟା ରଖି ପାରିନି ସେଥିପାଇଁ ତମକୁ ବିକିଛି। ହୁଁ ତମେ କଣ ପାଇଁ କିଣିକି ନଉଛ, ତମେ ଖାଇବାକୁ କିଣିକି ନଉଛ କି କଣ କରିବାକୁ କିଣିକି ନଉଛ, ମୁଁ ସେ ସବୁ କଥା ପଚାରିନି। ହୁଁ ଯଦି ନେଇକି ଯାଉଛ ଭାଇ ଭଲରେ ନେଇକି ଯାଅ, ଡବଲ କଷ ବାନ୍ଧିକି ନେଇକି ଯାଅ। ଆଉ ଯଦି ଏମିତି ହବ ମୁଁ ଏଇଠି ଅଛି, ହୁଁ ଆଉ ଯଦି କିଛି ସମୟ ଏମିତି କଲ ପିଟା ହୁଁ ପିଟି କରିକି ଏମିତି କରିବ, ମାରିକି ହୁଁ ଗାଈ ଫିଟେଇ ଦେଇକି ବିଦା କରିଦେମି, ତାପରେ ତମେ ଜାଣିପାରିବ ଆଉ। ହୁଁ ସେ ପୁରା ଡରିକି, ମୁଁ ଏମିତି କଥାରୁ ସେ ଡରିକି ପୁରା ମାନେ ଛାନିଆ ହେଇଗଲେ। ହୁଁ ମୁଁ କାହିଁ ମୋର କଣ ଦରକାର ଭାଇ, ଆମର ଏଠି ପୋଲିସ ପ୍ରଶାସନ ସରକାର କିଛି ଯୋଉଠୁ କରିପାରୁନାହାନ୍ତି, ଏମିତି ଗୋଟେ ଦିଟା ଗାଈ ତାପରେ ବଞ୍ଚେଇଲେ କଣ ସେତିକି ହବ। ନୁହଁ, ତମେ ଗାଈକି ସୁରକ୍ଷା ଦମ ମାନେ ତମକୁ ପୋଲିସ ଓଲଟା ତମ ନାଁରେ ଏଫଆଇଆର ରେଜିଷ୍ଟର କରିକି ନୁହଁ, ହଁ ଚୋର ମୋର ଫୋର କରିକି ତମକୁ ମୋର ଭିତରେ ଗତିକରିବ। ମୋର କିଏ ଯିବ ଭାଇ 10 ଥର ଥାନାକୁ ଯିବ କିଏ କହିଲ ଦେଖିଆ। ଆଉ ଯଦି ତମେ ଥାନାକୁ ଗଲ, ତମକୁ ରକ୍ଷା କରିବାକୁ କୋଉ ଭାଇ ବାହାରିବ, କେହି ବାହାରିବେନି। କେହି ବାହାରିବେନି। ମୁଁ ଆମ ନିଜ ବାପା ମତେ ବାଡେଇବେ ଗାଳି ଦେବେ। କହିବେ ତୋର କାହିଁକି କୁଣ୍ଡେଇ ହଉଛି, ତୁ କାହିଁକି ସେମିତି କରୁଛୁ। ଏଇଠି ଯିଏ ପାରୁନାହାନ୍ତି ପୋଲିସ ପ୍ରଶାସନ ଆମ ସରକାର ଲାଞ୍ଚ ନଉଛି। ନାଇଁ କ୍ଲିୟର କୋଟ କଥା ଭାଇ, ପୋଲିସ ପ୍ରଶାସନ ହଉଛି ଗୋଟେ ଏମିତି ଜଣେ ଆମର ପୂର୍ବତନ ଯବାନ ଜଣେ ସିଏ ତାଙ୍କ ଇଣ୍ଟରଭ୍ୟୁରେ ତାଙ୍କୁ ଏତେ ସିଏ ହଇରାଣ ହୁଅନ୍ତି, ସିଏ କହିଲେ ଯେ ସବୁଠାରୁ ଯଦି ବଡ ମାନେ ମାଓବାଦୀ ସଂସ୍ଥା ହଉଛି ଓଡିଶା ପୋଲିସ, ତାର ମୁଖିଆ ହଉଛି ନିଜେ ଡିଜି। ଆଉ କେମିତି କହିଥାନ୍ତେ କହୁନ, ଆଉ କେମିତି କହିଥାନ୍ତେ। ହଁ ତ ଆମେ ମାନେ ଭାଇ ସେଠି ବିରୋଧ ଭାଇ କରିକି କଣ ନିରୀହ ଲାଭ। ଲୋକମାନଙ୍କୁ ପୋଲିସ ଗୋଟେ ଶୁଣ, ପୋଲିସ ଚାହିଁଲେ ତମକୁ ହଉ କି ମୁଁ ହଉ, ତମେ ଗୋଟେ କୌଣସି କାମରେ ପୋଲିସ ସାଥିରେ ଯଦି ଯୁକ୍ତି କରିଦବନି, ହଁ ପୋଲିସ ଚାହିଁଲେ ସେ ତମକୁ ଜେଲ ଭର୍ତ୍ତି କରିଦବ। ଚାହିଁବ ସେ ଯଦି ଖାଲି ଚାହିଁବ ତମକୁ ଜେଲ ଭର୍ତ୍ତି କରିଦବ ସେ। ତା ହଁ ପାୱାରରେ ତାକୁ ହଁ ସମ୍ବିଧାନ ପାୱାର ଦେଇଛି ନା ତମକୁ ଜେଲ ଭର୍ତ୍ତି କରିବା ପାଇଁ। ହଁ ସେ ବେଳ ଆଉ ପଇଲେ ନିଜର ଭାଇ ଗାଡି ନିଜର ଗାଡି ଭାଙ୍ଗି ଦବ। କହିବ ତୁ ହଁ କାହିଁ ଭାଙ୍ଗିଲୁ ଗାଡି କହ। ହଁ କାହିଁ ଗାଡି ଭାଙ୍ଗିଲୁ କହିକି ଗୋଟେ ଦବ ନା ସେ ତମ ନାଁରେ ଆଉ। ଗୋଟେ ଦଫା ଲଗେଇଦବ ବାସ୍ ସଇଲା, ସରିଲା ଆଉ। ଭିତରେ ଭାଇ 2 ମାସ 6 ମାସ ପରେ ବେଲ ହେଇକି ପଇସା ଖର୍ଚ୍ଚ କରିକି ଆସିବ କଣ ଆଉ। ମାନେ କି ଆଇନ ବ୍ୟବସ୍ଥା ଏରା କହିବ ଟି ମତେ ଆଗ। ଆଉ ଗୋଟେ କଥା ଶୁଣୁନାହାନ୍ତି ଭାଇ। ହୁଁ ମୋର କିଛି ମାନେ ମୋର ସେ ରିଲେଟିଭ ର ହୁଁ
ସେ ପିଲାଟା ବେଙ୍ଗଲୋରରେ ରହୁଥିଲା ପୋର୍ଟାଲ ମାନେ ଜମାଟୋ ସ୍ୱିଗିରେ ଯେମିତି କାମ କରନ୍ତି ସେ ସେମିତି ବେଙ୍ଗଲୋରରେ କାମ କରୁଥିଲା। ତାର ଗାଡି ଆକ୍ସିଡେଣ୍ଟ ହବାରୁ ତାର ଗୋଡ ଫୋଡ ହାଡ ଫାଡ ଆଉ ଶିର ଫିର ଛିଡିଗଲା ବୁଝିଲେ ନା। ସେଠି ଡକ୍ଟର କହିଲେ 48 ଘଣ୍ଟା ଭିତରେ ଶିର ବି ବନ୍ଧା ହେଲା, ରକ୍ତଟା ମାନେ ବାହାରି ଯାଉଥିଲା ନା, ଶିର ଫିର ବନ୍ଧା ହେଲା। 48 ଘଣ୍ଟା ଭିତରେ ଅପରେସନ ଯଦି ନ କରିବ ତାହେଲେ ଆଉ ଚାଲିପାରିବା କଷ୍ଟ ହେଇଯିବ। ଆଉ ଜୀବନ ଚାଲି ପାରନ୍ତି ନ ଚାଲି ପାରନ୍ତି। ସେଇଠୁ ମୁଁ ସେ ରାତିରେ କଣ୍ଟାକ୍ଟ କରିକି ସେ ଫ୍ଲାଇଟ ରେ ଆସିଲେ, ମୁଁ ନେଇକି ଅଶ୍ୱିନୀ ସେ ହସ୍ପିଟାଲ କଣ ନୂଆଟା ଯୋଉ ହେଇଛି ସେଇଠି ମୁଁ ନେଇକି ଆଡମିସନ କରିନି ବୁଝିଲେ ନା। ତାପରେ ମାସେ ପରେ ସେ ଠିକ ହେଇକି ଆସିଲେ, ତାଙ୍କ ଲୁହା ପ୍ଲେଟ ଲାଗିଲା ଗୋଡରେ, ସ୍କ୍ରୁ ଫ୍ରୁ 18ଟା କେତେଟା ଦେଇକି ତାକୁ କରିକି ଛାଡିଲେ। ସେ ଘରେ ଶୋଇଛି, ରାତିରେ ସେଠି ଗେମ୍ ଖେଳେ ବୁଝିଲେ ନା, ଅନଲାଇନ ଗେମ୍। ରାତି 12ଟା ହେଲାଣି ଅନଲାଇନ ଗେମ୍ ଖେଳୁଥିଲା, ତ ତାଙ୍କ ଘରକୁ ଗୋଟେ ଲୋକଟା ଆସିଲା। ଅନଲାଇନ ଗେମ୍ ଖେଳିକି ମୋବାଇଲ ରଖିଦେଇଛି, ଟିକେ ନିଦ ଲାଗିଛି ଶୋଇ ପଡିଛି ଆଉ। ତାଙ୍କ ଘରକୁ ଗୋଟେ ଲୋକଟା ପିଲାଟା ଆସିଲା, ଆସିକି ତା ମୋବାଇଲ ନେଇଗଲା। ତାଙ୍କ ଘର ଲୋକ ଏଇ କଥା କହିଲେ, ମିଡିଆ ବାଲା ମୁଁ କେତେ ପିଲାଙ୍କୁ ବି କହିନି, ସେମିତି ଛାଡ ମୋର ବି ଟାଇମ ହେଲାନି, ମୁଁ ସେମିତି କିଛି କଲିନି। ଆଉ ଗୋଟେ ଦୁଃଖର କଥା, ପୁଲିସ ସେଠି କଣ କଲା ଶୁଣିବେ ତାପରେ। ସେଇଠୁ ସେ କଣ କଲା, ଆସିକି ମୋବାଇଲ ଟାକୁ ନେଇକି ପଳେଇଲା। ନେଇକି ଯିବା ଆଗରୁ ସିଏ ଡାକିଦେଲା ଟିକେ, ମାନେ କିଏ ଦେଖିଛନ୍ତି କି ନାଇଁ। ସେଇଠୁ ତାଙ୍କ ନାଁ ଧରି ଡାକିଲା, ତାଙ୍କ ଘର ଲୋକ ଉଠିକି ଆସିଲେ, କହିଲେ ହଁ କଣ ହେଇଛି ନା ତମର ଗାଈ ହଜିଛି କି? ସେ କହିଲା ନା ତ ଗାଈ ହଜିନି, କି ଗାଈ ହଜିଛି ଏମିତି କଣ କହିଲେ। ଯଦି ଗାଈ ହଜିବାର ଥିଲା ତୁ ତ ଜାଣିଥିଲୁ ଦିନରେ ପଚାରିଥାନ୍ତୁ, ରାତି 12ଟା ବେଳେ ଆସିଲୁ। ଯଦି ଏମିତି କହିକି ପଳେଇଲା। ପଳେଇଲା ପରେ ସେଇ 5 ମିନିଟ୍ ଭିତରେ ତାଙ୍କର ଦେଖିଲା ବେଳକୁ ଫ୍ୟାନ ବନ୍ଦ ଅଛି, ମୋବାଇଲ ନାହିଁ। ତ କିଏ ନେଇଥିବ? ସେ ପିଲା 12ଟା ପର୍ଯ୍ୟନ୍ତ ମୋବାଇଲ ଦେଖୁଥିଲା। 12ଟା କେତେରେ ସେ ଯୋଉ ମୋର ଯିଏ ସେ ରିଲେଟିଭ ତାଙ୍କ ସହିତ କଥା ହେଲେ ପୁରା ଡିଟେଲ ବି ଶୁଣିବ। ସେଠୁ ତାଙ୍କ ପଛେ ପଛେ ଗଲେ, ତାଙ୍କ ସେ ମା ଯିଏ ଗଲେ, ସେ ତ ଗୋଡ ଭଲ ନୁହେଁ ନା, ଚାଲି ପାରିବେନି। ସେଠୁ ତାଙ୍କ ମା ଗଲେ ତାଙ୍କ ଘରକୁ, କହିଲେ ତମ ପୁଅ ଏମିତି ମୋ ପୁଅର ଫୋନ ଟା ନେଇଯାଇଛି, ଫୋନ ଟା ଦିଅ। ସେ ସେଠୁ ହିନ୍ଦୁ ନା କଣ? ଆଜ୍ଞା ହିନ୍ଦୁଟି? ଶୁଭୁନି ଭାଇ। ଫୋନ ଯିଏ ନେଇଥିଲା ସେ ହିନ୍ଦୁ ନା କଣ? ଆଜ୍ଞା ଶୁଣ, ତାପରେ ଗୋଟେ ଭଲ କଥା ଶୁଣ ଏଇଠି। ସେଇଠୁ ତାଙ୍କ ମା ଗଲେ, ତାଙ୍କ ଘର ଲୋକ ଉଠି ସାରିଲେଣି ସେତେବେଳୁ 12ଟା ଉପରେ ହେଇଗଲାଣି। ତ ରାତି 12ଟା ତାଙ୍କ ଘର ଫ୍ୟାମିଲି ଉଠି ସାରିଲାଣି, ଯିଏ ଫୋନ ନେଇକି ପଳେଇଛି। ଇଏ ଯୋଉଠୁ ତାଙ୍କ ଘର ପାଖରେ ପହଞ୍ଚି ଗଲେ, ସେଠୁ ତାଙ୍କର କଥାବାର୍ତ୍ତା କରୁଛନ୍ତି ହଉଛନ୍ତି, ଇଏ ବି ଶୁଣୁଛନ୍ତି। ହେଇଲୋ ଆଇଲା। ସେଠୁ ଇଏ ଡାକିଲେ, କହିଲେ ତମ ମୋବାଇଲ ଟା ଦିଅ। ସିଏ କହିଲେ ଆମେ ମୋବାଇଲ ନେଇନୁ। ଏମିତି କହିବାରୁ ସେ କହିଲେ ହଉ ଠିକ ଅଛି, ଆରଡି ଯିବ। ଆମେ ସେଠି ଆଖଣ୍ଡଳମଣି ବାବାଙ୍କ ପାଖରେ ନିୟମ କରିଦବା, ଆମର ଥାନା ଫାନା କେସ୍ କାହିଁ କରିବା। ସେ ସେଇଠୁ କହିଲେ ନା କରିମୁ। ହଁ ଭାଇ। ହଁ କୁହ। ସେଠୁ ସେ ତାଙ୍କର ଦେଖିଲେ, ସକାଳ ପାଇଲା ଯେମିତି କହିଲେ ଆମ ନାଁ ଖରାପ ହବ, ଆମେ କାହିଁକି ଯିମୁ ନିୟମ କରିମୁ। ମନା କରିଦେଲେ, ନିୟମ କଲେନି। ସେଠୁ ଇଏ କଣ କଲେ, ବାଧ୍ୟ ହେଇକି ଥାନାରେ କେସ୍ ଦେଲେ ବୁଝିଲେ ନା। ବାଧ୍ୟରେ କେସ୍ ଦେବାରୁ ତାଙ୍କ ବଡ ଭାଇ ଯିଏ ବିଜେପିର କୁଜି ନେତା ଗୋଟେ। କଥା ଶୁଣ ଇଣ୍ଟରେଷ୍ଟିଂ କଥା ପୁରା। ମୁଁ କୋଉ ଦଳରେ ମୁଁ ଏପର୍ଯ୍ୟନ୍ତ କାହାକୁ ଭୋଟ ଦେଇନାହିଁ ବୁଝିଲେ ନା। ସେଠୁ ବିଜେପିର ଗୋଟେ କୁଜି ନେତା ପୋଲିସ କି ଫୋନ କରିବାରୁ, କେତେ ବାଧ୍ୟ କରିବାରୁ ବାପୁ ପୁଅ ଯାଇ ସକାଳେ ବସିଛନ୍ତି 1ଟା ପର୍ଯ୍ୟନ୍ତ। ଲାଷ୍ଟକୁ ତା ମା ତାଙ୍କୁ ଅଟକେଇ ଦେଇଛନ୍ତି ଥାନାରେ। ମୋବାଇଲ ଚୋରି ହେଇ ତାଙ୍କର, ସିଏ ଥାନାକୁ କେସ୍ ଦେବାକୁ ଯାଇଛନ୍ତି କିନ୍ତୁ ତାଙ୍କୁ ଅଟକେଇ ଦେଇଛନ୍ତି। ସେଠୁ ତାଙ୍କ ମା ବାଧ୍ୟ ହେଇ ଗଲେ, ତାଙ୍କ ବାପା ଟିକେ କିଛି କୁହନ୍ତିନି। ତା ଇଏ ପରେ ପିଲାଟା ବି ଛୋଟା ଲୋକଟା, ଆଉ ଇଏ ଥାନା ଫାନା କେବେ ଯାଇନି। ପ୍ରଥମ କଥା, ଯିଏ ଥାନାକୁ ଯାଇନଥିବ ତାକୁ ବି ଡର ଲାଗିବ, ସେ ବି ମୁହଁ ଖୋଲିକି କିଛି ବି କହିପାରିବନି। ସେଠୁ ତା ମା ଗଲେ, ତା ମା ବିରକ୍ତ ହବାରୁ ଥାନା ବାଲା କହିଲେ ଏଫଆଇଆର ଦିଅ, ଇଏ ସିଏ ଆମେ ଯିମୁ ଦେଖିମୁ ଆଉ। ପୋଲିସ ଆସିଲେ, ଯାହାର ଚୋରି ହେଇଛି ତା ଘରକୁ ନ ଆସିକି ଯିଏ ଚୋରି କରି ନେଇ ତା ଘରେ ବସିଲେ, ଚା ବିସ୍କୁଟ ଖାଇଲେ। ଯାହାର ମୋବାଇଲ ଚୋରି ହେଇଛି, ସେ ଚୋରି ଯିଏ କରିକି ନେଇଛି ତା ଘରକୁ ଡକେଇଲେ ବୁଝିଲେ ନା। ଏକୁ ଡକେଇଲେ, ତାପରେ ସେମାନେ କହୁଛନ୍ତି ଯେ ଚୋରି ହେଇଛି, ପୋଲିସ ବି ନିଜେ କହୁଛନ୍ତି ତମ ନାଁରେ କହୁଛନ୍ତି ସେମାନେ, କି ତମ ପୁଅ ଆସିକି ଆଉ ତାଙ୍କର ମଥା ହାର 2ଟା ଆଉ ସୁନା ମୁଦି 2ଟା 17,000 ଟଙ୍କା ନେଇକି ଡେଇଁକି ପଳେଇଲା। ସେ ତ ଚାଲି ପାରୁନି, ପୋଲିସ ତ ନିଜେ ଆଖିରେ ଦେଖୁଛି, ପୁଣି ଏମିତି କଥା କେମିତି ତାଙ୍କ କଥା ଶୁଣିକି ୟାଙ୍କୁ କହୁଛି। ତାହେଲେ କଥାଟା କଣ ହେଲା ସେଠି? ପଇସା ଆଉ କଥାଟା କଣ ହେଲା? ସେ କେସ୍ ଏପର୍ଯ୍ୟନ୍ତ ହେଲାନି ଭାଇ। ଏଇଟା ତ ତମେ ବି ମୂର୍ଖ ନୁହେଁ, ମୁଁ ବି ମୂର୍ଖ ନୁହେଁ। ଆମେ କିଛି ବି ପାଠ ପଢିଛନ୍ତି ବୁଝୁଛ ନା। ଆଗରୁ ଲୋକ ସ୍କୁଲ ପର୍ଯ୍ୟନ୍ତ ବି ଯାଇନଥିଲେ, ଆମେ ଯାହା ହଉ ସ୍କୁଲ ବି ଯାଇଛନ୍ତି ବୁଝିଲେ ନା। ଆଉ ଏତିକି ତ ଜାଣିବା ଦରକାର, ଏଇଟା ତ ସୁନା ରୂପା ହେଇଛି, ତାକୁ ଲୁଚେଇକି ରଖିଦେଲେ କେହି ଜାଣିପାରିବେନି, ଗାତରେ ପୋତି ଦେଲେ ବି ଜଣା ପଡିବନି। ସେ ଯେତେବେଳେ ଏଥିରେ ରାତିରୁ ମୋବାଇଲ ଟା ନେଇକି ଗଲା, ହଁ
ତା ଘର ପାଖରେ ସିମ୍ ଖୋଲିଥିବ ହଁ ତ ରାତିରେ ସେ ଯୋଉ ପିନ୍ ଟା ଖୋଲିବ ପୁରେଇକି ସିମ୍ ଟା ସେ ତ ଗାତ ଦେଖା ହବନି ଗୋଟେ ହାତରେ ପୁରେଇକି ତ ସିଏ ଚୋରି କରିକି ମୋବାଇଲ ପିନ୍ ସାଙ୍ଗରେ ନେଇକି ଆସିଥିବ ସେମିତି ତ ହେଇନଥିବ ତ ଯଦି ହେଇଥିବ ସେ ଯୋଉ ମୋବାଇଲ ଟା ନେଇକି ଆସି ତା ଘର ପାଖରେ ଖୋଲିଥିବ ସିମ୍ ସେ ଯୋଉ ମାନେ ଟ୍ରାକ୍ ଟା କନେ ତା ଘର ଲୋକେସନ ଟା ଦେଖେଇବ ଦେଖେଇଲା ପରେ ସେଇଟା ପୋଲିସ ଯଦି ଟ୍ରାକ୍ କରିଥାନ୍ତା ଘର ଲୋକେସନ ଦେଖେଇଥାନ୍ତା ସେଠି ପଚାରିଥାନ୍ତା ତ ତାଙ୍କ ଫୋନ ତମ ଘରକୁ ଏତିକି ଟାଇମ ରେ କେମିତି ଆସିଥିଲା ପୋଲିସ ସେଇଟା କଲାନି କାହିଁକି କଣ ପାଇଁ ବୁଝିଲେ ନା ଏଠି ତମେ ସେଇଥିପାଇଁ ଏଥିରେ କଣ କାହାକୁ କହିବ କଣ କରିବ ତମେ ଏଠି କଣ ହବ କୋଉ ଆଇନ ବ୍ୟବସ୍ଥା ଉପରେ ତମେ ଭରସା କରିବ? ସେଇଆ କଥା ଭାଇ ଆଉ ତମେ ଯୋଉ କହୁଛ ଭାଇ ଭଦ୍ରକରେ ସେ ଭାଇ ଯୋଉ ନାହିଁ ଭାଇ କିଛି ଆଇନ ନାହିଁ ଭାଇ ଆଇନ ହଉଛି କହିଲି ବା ଆପଣଙ୍କୁ ଗୋଟିଏ କଥା ଆଇନ ହଉଛି ସାଧାରଣ ଲୋକଙ୍କୁ ଫସେଇକି ଜେଲ ଭିତରେ ଭର୍ତ୍ତି କରିବା ପାଇଁ ଆଇନ ବ୍ୟବସ୍ଥା ଏବଂ ପୋଲିସ ମାନେ ଅଛନ୍ତି ହେଲା ଆଜ୍ଞା ଏବଂ ସବୁ ପୋଲିସ ନୁହଁ କିଛି ଭଲ ପୋଲିସ ଯୋଗୁ ସଂସ୍ଥା ଚାଲିଛି ନହେଲେ ଧର୍ମ କେବେ ରହିବନି ହଁ ମିନିମମ୍ 100 ମୁଁ କହିବା କଥା ପୁରାପୁରି 97-98 ପୋଲିସ ଦଲାଲ ହୁଁ ଏତ ମୋବାଇଲ ଟା ଚୋରି ହେଲାଣି ମାସେ ହେଲାଣି କାହିଁ ତ କିଛି ପୋଲିସ କରୁନି ସେ ଅ କିଛି ହବନି କିଛି ହବନି ଚା ସେ ବିସ୍କୁଟ ଦେଇଦେଲେ ସେ ପଳେଇ ଫୋନରେ ଆସିବ ଆଉ ସେ ସିମ୍ ଫିମ୍ ପକେଇବେନି ଆଉ ଯଦି ପକେଇବେ ସେ ଚୋରା ମାର୍କେଟ ରେ ବିକିଦେଲେ ସେ ବାହାର ଦେଶକୁ ପଳଉଛି ଫୋନ ହଁ ବାଂଲାଦେଶ ସାଡେ ସବୁ ପଳଉଛି ବାହାର ଦେଶକୁ ଫୋନ ଏଠା ଫୋନ ବାହାର ଦେଶକୁ ପଳେଇବ ହଁ ଗଲା ସେଠି ଚାଲିବ ଗଲା ତମେ ହରିନାମ ଭଜିଲ ଏଠି ବସିକି ଆଉ କଣ କରିବ ଏମିତି କଥା ଆମ ଭଳିଆ ପିଲାଙ୍କ ଇମୋସନ ସହିତ ଖେଳୁଛନ୍ତି ତାପରେ ଏମିତି କିଛି ନିରୀହ ଭାଇ ତାଙ୍କ ଘର ପରିବାରକୁ ଛାଡିକି ଏମିତିରେ ପଳଉଛନ୍ତି ଦେଖ ତାଙ୍କେ ତ ବହୁତ ନାଇଁ ନାଇଁ ବହୁତ ପୋଲିସ ଦେଶ ପାଇଁ ଜୀବନ ଦେଇ ଦଉଛନ୍ତି ଲଢି ଲଢି ମାନେ ଇଏ ଲୋକଙ୍କ ହାତରେ ମାନେ ଖଳ ଲୋକଙ୍କ ସାଥିରେ ଆଇନ ସପକ୍ଷରେ ଲଢିକି ବେଆଇନ କାର୍ଯ୍ୟ ସହିତ ଲଢିକି ଜୀବନ ଦେଇ ଦଉନ୍ତି ହଁ ଆଉ କିଛି ପୋଲିସ ଅଛନ୍ତି ତାଙ୍କ ଜୀବନ ସାରା କଳା ଟଙ୍କା ରୋଜଗାର କରି ପେଟ ପୂରେଇ ଚାଲିଛନ୍ତି ଘରକୁ ବଢି ଚାଲିଛନ୍ତି ପିଲା ପାଳୁଛନ୍ତି ପିଲାକୁ ପାଠ ପଢଉଛନ୍ତି ଘରେ ଖାଉନ୍ତି ସବୁ ସେଇ ପଇସାରେ ଚଲେଇନି ସେମାନେ ହୁଁ କଣ ଏମାନଙ୍କ କଥା ତମେ କହିବ କାହାକୁ କହିବ ତମେ କୋଉ ପୋଲିସ ଉପରେ ଭରସା କରିବ ମତେ ଶୁଣ କୁହ? ଭାଇ ଆମେ ତ ଯୋଉ ଗାଡିରେ ଗାଈ ନେଇକି ଯାଉଛନ୍ତି ଆମେ ସେଟା ଦେଖିନେମୁ ହୁଁ ବୁଝିଲ ନା ହୁଁ ଆମେ ଗାଈ ସେ ରାସ୍ତାରେ ଆମେ ଅଟକେଇଦମୁ ତମେ ଆମ ଯୋଉ ଭଦ୍ରକ ଡିଷ୍ଟ୍ରିକ୍ଟ ରେ କି ଆଉ ଏମିତି ମାନେ ଜଗତସିଂହପୁର କଟକ ଏଇ ଆମ ଓଡିଶା ଭିତରେ ଯୋଉ ଜାଗାରେ ଗାଈ କଟା ଅଛି ତମେ ପୋଲିସ ମାନେ ରେଡ କରୁନାହାନ୍ତି କାହିଁକି କଣ ମରିଯିବ ବୋଲି ଡରୁଛୁ କି ତାଙ୍କର ମାସିକିଆ ପଇସା ପହଞ୍ଚୁଛି ହଁ ମାସିକିଆ ଏଇଟା ପଇସା କହିଦ ବଞ୍ଚୁଛି କିଏ ତ ଖାଲି ବେକାର ଲୋକଙ୍କୁ ଭୋତଉଛନ୍ତି ସେଇଟା ସେ ରାଜନୀତି ସିଏ କରିଦେଲା ଏମିତି ସେ ବିଜେଡି ଥିଲା ଏମିତି ହେଇଥିଲା ଆଉ ଆମେ ବିଜେପି ଆଇଲା ଏମିତି କରିଦେମୁ ବେକାର କିଛି ନୁହଁ ତାଙ୍କର ମାସକୁ ପାଇବେନ ସଇଲା ସବୁ ଚୁପ ମାନେ ଏଠି ପ୍ରଶ୍ନ ଉଠୁଛି ପ୍ରଥମ କଥା ପ୍ରଶ୍ନ ଉଠୁଛି ସେମାନଙ୍କ ଶିକ୍ଷା ଦୀକ୍ଷା ଉପରେ ହେଲା ହଁ ଶିକ୍ଷା ଦୀପରେ ଗୋଟେ ତମେ ହିନ୍ଦୁ ହେଇକି ଗାଈ କଟା ପଇସା ତମେ କେମିତି ଖାଉଛ କି ଭଳିଆ ଖାଉଛ ତମେ କଣ ଭାବି ଖାଉଛ ହୁଁ ଆଉ ସେ ଯୋଉ ଗୁଣ୍ଡାମ ନେଇଚ ନାହା ନେଇଚ ସେ କଣ ତାର ନବାର ଲକ୍ଷ୍ୟ ଲାଭ କଣ ହବ ପଇସା ନେଇକି ତମେ ବା ମୁହଁ ମିଳେଇ ପାରିବନି ଆଖି ମିଳେଇ ପାରିବନି ଆଖି ମିଳେଇ ପାରିବ ପଇସା ଲାଞ୍ଚ ଖାଇକି ଗୋରୁ କଟା ପଇସା ଖାଇକି ଲାଞ୍ଚ ଆଖିକି ମିଳେଇ ପାରିବ ଆଖି ମିଳେଇ ପାରିବ ମୋର ଭାଇ ଦେଖ ମୋର ଆମ ଗାଁ ପାଖରେ ଦିଟା ମାନେ 2-3 ଜଣ ଲୋକ ହୁଁ ଆମ ହିନ୍ଦୁ ଲୋକ ହୁଁ ଗାଈ ନେଇକି ମୁସଲିମ କି ବିକୁଛନ୍ତି ବୁଝିଲେ ନା ହୁଁ ଧରା ବି ହେଲାଣି ହୁଁ ଧରା ହେଇଛି କେସ୍ ହଉଛି ପୁଣି ତଥାପି ସିଏ ନେଇକି ବିକୁଛନ୍ତି କାହିଁ ତାର କିଛି ଅସୁବିଧା ହେଇପାରନି ମୁଁ ବି ସେ ଲୋକଙ୍କ ସହିତ ଭଲ ଇଏ ବି ସେଇ ଯୋଉ ପିଲା ଗାଈ ନେଇକି ଯାଇଥିଲା ହୁଁ ସେ ଯୋଉ ମୁଁ ଯୋଉ ଗାଈଟା ଆଣିଲି କେବଳ ହୁଁ ସେଇ ପିଲା ପାଖରୁ ବୁଝିଲେ ନା ହୁଁ ସେ ମୋ ସାଙ୍ଗ ଗୁଡା କହିଲେ ଯଦି ସେ ହୁଁ ଗାଈ ଗୋଡ ତ ଭାଙ୍ଗିଛି ଏକରେ ଆଉ ହୁଁ ଯଦି ଦ୍ଵିତୀୟରେ ତୁ ଫେର ମୁସଲିମ କି ଦେଇଦବୁ ହୁଁ ବାଛୁରିଟାକୁ ତୁ ଆଉ ଗାଈ ବେପାର କରିପାରିବୁନୁ ହୁଁ ତତେ ବାଟରେ ଦେଖିନି ତ ଅବସ୍ଥା ଖରାପ ହେଇଯିବ ସେଇଠୁ ସେ କଣ ଭାବିଲା ସିଏ ତ ମତେ କିଛି କହୁନି ବେପାର କରୁଛି ଇଏ କରୁଛି ଆଉ ମୁଁ କାହିଁକି ଅସୁବିଧାର ସମ୍ମୁଖୀନ ହେମି ଗାଈଟା ହୁଁ ବରଂ ସେ ନଉ ପଇସା ଖର୍ଚ୍ଚ କରୁ ଯାହା କରୁ ସେ ତା ହୁଁ ସାଇଡ ହେଇଗଲା ଗାଈଟା ମତେ ଦେଇଦେଲା ବୁଝୁଛ ନା ହୁଁ ମୁଁ ବି କାହିଁକି ଭାଇ କହିତେ ଯିମି ସେଠି ତ ଥାନା ବାଲା କିଛି କରୁନାହିଁ ମୁଁ ହୁଁ ତାକୁ ମାରିକି ପୁଣି ସେ ଓଲଟି ମୋ ନାଁରେ କେସ୍ ଦବ ବୁଝୁଛ ନା ମାଇଲା ମାତ୍ରେ ତ ସେ କେସ୍ ଦବ ଗଲା କାମ ଏମିତି କଥା ଆଉ ହୁଁ ଆଉ ଭାଇ ମୁଁ ଯୋଉ କଥାଟା ମୁଁ ଯୋଉ ତମକୁ ଫଟୋ ଛାଡିଲି ଭିଡିଓ ଛାଡିଲି ବୁଝିଲେ ନା ହୁଁ ମୋର ସେମିତି ପଇସା ଇନକମ କରିବାର କି ତା କ୍ଷୀର ଖାଇବା କି କିଛି ମାନେ ଏମିତିରେ କିଛି ନାଇଁ ପ୍ରତ୍ୟେକ ହେଇନି ଘରେ ତ ଗୋଟେ ମୋର ଗାଈ ରଖିବା ପାଇଁ ଲକ୍ଷ୍ୟ ଇଆ ହେଲା କଥା ଆଉ କଣ ମୋର ଗୋଟେ ତା ସେ ଗାଈ ପ୍ରତି ମୋର ଗୋଟେ ଇମୋସନ ପଳେଇ ଆସିଛି ମାନେ ଏମିତି ଭାଇ ହୁଁ
ସେଟା ଯାହା ସହିତ ହେଇଯିବ ସିଏ ଜାଣିପାରିବ, ବୁଝୁଛ ନା। ହୁଁ 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 ମୁଁ ତ ସେଟା କହିବି ପାରିବିନି, କିନ୍ତୁ ହୁଁ ମୁଁ କଣ ଆମ ଘରେ ମୋ ସ୍ତ୍ରୀ ମାନେ ସକାଳୁ ତା ନାଁ ଆମେ ସୁନ୍ଦୁରୀ ଦେଇ ଦେଇଥିଲୁ, ବୁଝିଲେ ନା। ହୁଁ ଆଉ ତାକୁ ଏମିତି ମାନେ 5 ମିନିଟ ରେ ତାକୁ ଥରେ ଥରେ କିଏ ନ ନାଁ ଧରି ଡାକିନେ ହୁଁ କାହାକୁ ଭଲ ଲାଗେନି। ହୁଁ। ଆଉ ଏମିତି କଥା ତମକୁ ସେଥିପାଇଁ ଏମିତି କହିଦେଲି। ତମେ ଯଦି କିଛି ସାହାଯ୍ୟ କରିବ, ହେଲ୍ପ କରିବ। ନିଶ୍ଚିତ ସାହାଯ୍ୟ କରିବି। ଯୋଉ ଆମେ ବର୍ତ୍ତମାନ ଯୋଉ କଥାବାର୍ତ୍ତା ହେଲେ ଆଜ୍ଞା। ୟାକୁ ନ୍ୟୁଜ ପାଇଁ ବ୍ୟବହାର କଲେ କିଛି ଆପଣଙ୍କର ଅସୁବିଧା ଅଛି? ନାଇଁ ମୋର କଣ ଅସୁବିଧା ଅଛି। ନାଇଁ କାଳେ କିଛି ଅସୁବିଧା ନାହିଁ ତ? ନାଇଁ। ମାନେ ଯାହା ଗୋଟେ ଖୋଲାସା ହେଲା, ତାକୁ ଯଦି ଆମେ କିଛି ଲୋକଙ୍କୁ ଜଣେଇ ପାରିବା ତ କିଛି ଲୋକ ସଚେତନ ହେଇପାରିବେ ନା। ସଚେତନ ଏବଂ ଲୋକମାନଙ୍କ ଉପରେ କଣ, ସବୁଠାରୁ ଦେଖ ଆମର ଆଇନ କାନୁନ ସଚେତନ ହବା ଦରକାର। ଶୁଣ ଗୋଟେ ଭଲ କଥା ତମକୁ କହୁଛି ଶୁଣିଥ। ହୁଁ। ଯେତେବେଳେ ରାମଙ୍କ ସରାଘାତରେ ମାନେ ବାଳି ପଡିଥିଲା ହେଲା। ଆଜ୍ଞା ଆଜ୍ଞା। ସେତେବେଳେ ରାମ ପଚାରିଲେ ପ୍ରଭୁ ତୁମେ ତ ମତେ କହିଥିଲେ ମୁଁ ରାବଣଠୁ ଆଣିକି ତମ ଧର୍ମ ପତ୍ନୀ ସୀତାଙ୍କୁ ଆଣିକି ଦେଇ ଦେଇଥାନ୍ତି। ପାଦ ତଳେ ଛାଡି ଦେଇଥାଏ, ରାବଣକୁ ଆଣିକି ତମ ପାଦ ତଳେ। ତମ ମତେ କାହିଁ ଏ କଥା କହିଲନି? ହଁ ନାରେ ଶୁଣ, ତୁ ହଉଛୁ ତ ନିଜ ଭାଇ ବୋଉ ଉପରେ ଅତ୍ୟାଚାର କରୁଛୁ, ତାକୁ ତାପରେ ନଜର ପକଉଛୁ, ତାକୁ ବାହା ବୋଲି କହୁଛୁ, ଅତ୍ୟାଚାର କରୁଛୁ। ହୁଁ। ଆଉ ତୁ ଏତେ ଅଧର୍ମ କରୁଛୁ, ମୁଁ ମୋ ସ୍ତ୍ରୀ କି ପାଇବା ପାଇଁ ମୁଁ ପୁଣି ଅଧର୍ମ କରିବି, ନ ଆସୁ ମୋ ସ୍ତ୍ରୀ କିନ୍ତୁ ତୋ ଭଳିଆ ଅଧର୍ମୀ ସହିତ ମୁଁ ସାହାଯ୍ୟ କେବେ ନେବିନି ହଁ ହେଲା। ହଁ ସମାଜର ପରିସ୍ଥିତି ହଉଛି ବର୍ତ୍ତମାନ ପାଇଁ ଏଇଆ। ହଁ। ସିଏ ଭୁଲ କାମ କରୁଛି, ଯଦି ସବୁ ଲୋକ ତାକୁ କଥାବାର୍ତ୍ତା ନ କରନ୍ତେ ଇଏ ନ କରନ୍ତେ, ଏଇ ଶଳା ସମାଜ ସେମିତି ନୁହଁ। ସିଏ ତୋର ସେମିତି ତାର ନୁହଁ ପଡୁନି, ତୋର ତାର ଭାଇ। ପଡୁନି ନା, ତୋର ତାର ପଡୁନି, ମୋର ତାର ପଡୁଛି, ସେଥିରେ କଣ ଚାଲିଛି ଆଉ, ଏମିତି ତ ଖେଳ ଚାଲିଛି ସବୁ ଆଉ କଣ ଭାଇ କରିବା। ଆଉ ଗୋଟେ କଥା କହିନେ କିଛି ଲୋକଙ୍କୁ ବହୁତ ବାଧିବ, ଆଉ ହୁଁ ଚିଡି ବି ଯିବେ, ଗାଳି ବି ନାଇଁ ନାଇଁ ତମକୁ କହୁନ କରିପାରିବେ। କିଛି ବାଧୁ କଣ ହେଇଯାଉଛି, ବାଧିବା ଦରକାର। ମୁଁ ଯାଇଥିଲି ସେ ଗାଈ ପାଇଁ ତ 8-10 ହଜାର ଟଙ୍କା ଖର୍ଚ୍ଚ କରିଦେଲି, ବୁଝିଲେ ହୁଁ ନା। ହୁଁ ହୁଁ ତାପରେ ମୁଁ ଭାବିଲି ଆମ ଭଣ୍ଡାରୀ ପୋଖରୀରେ ଯୋଉ ଭିଏସ ଅଛନ୍ତି ହୁଁ ସେ ମତେ କିଛି ମେଡିସିନ ଆଉ ଏମିତି କିଛି ଜିନିଷ ମତେ ଗାଈ ପାଇଁ ଇଞ୍ଜେକ୍ସନ ଫିଞ୍ଜେକ୍ସନ କି ତା ଯୋଉ ଘା ଟା ଶୁଖିବା ପାଇଁ କିଛି ମେଡିସିନ ଦେବେ, ହୁଁ ଏଇ ହିସାବରେ ଯାଇଥିଲି, ବୁଝିଲେ ହୁଁ ନା। ହୁଁ କେତେ ଥର ଗଲି, ସେ ଭିଏସ ଆସିବେ 11ଟା 12ଟାରେ। ହୁଁ। ମୁଁ ସକାଳେ ଯିମି 10ଟାରେ, ସିଏ କହିବେ 11ଟା 12ଟାରେ ଆସିବେ। ହୁଁ। ସିଏ ମୁଁ ସେଠି କହିନି ସାର୍ ଏମିତି ଏମିତି କଥା, ମୋ ପ୍ରୋବ୍ଲେମ ସବୁ ଜଣେଇନି। ହୁଁ। ଆଉ ମେଡିସିନ ଏମିତି ଦିଅ, ମୋର ଏମିତି ଏମିତି ପ୍ରୋବ୍ଲେମ ହେଇଛି। ସେ କହିଲେ ଏ ମେଡିସିନ ନାହିଁ, ସେ ମେଡିସିନ ନାହିଁ, ହୁଁ ଲେଖିକି ଦେଲେ, ହୁଁ ଦିଥର ଲେଖିକି ଦେଲେ। ହୁଁ ମୁଁ ମେଡିସିନ କିଣିକି ଆଣିନି, ହୁଁ ମୁଁ କହିଲି ସାର୍ କଣ? ମୁଁ ତ ଆପଣ ଲେଖି ଦଉଛନ୍ତି, ମୁଁ ଦୋକାନରୁ ଯାଇକି ନିଜ ପଇସାରେ ଖର୍ଚ୍ଚ କରିକି ଆଣୁଛି। ହଁ ସରକାର ଏଇ ଯୋଉ ମେଡିସିନ ଫେଡିସିନ ଦଉଛି, କଣ ଏସବୁ ପାଇଁ ମେଡିସିନ ଦଉନି କି? ହୁଁ। ସେ କହିଲେ ଏସବୁ ମେଡିସିନ ଥିଲା ସରିଗଲାଣି। ହୁଁ ହୁଁ ହୁଁ। ପୁଣି ସେଠି କିଛି ଲୋକଙ୍କ ସହିତ କଥା ହେନି, ହୁଁ ଲୋକମାନେ କହିଲେ ହୁଁ ଭାଇ ତମେ ସେ ସାରଙ୍କ ଉପରେ ରାଗିଲେ କଣ ହବ? ହୁଁ। ଆଉ କଥାଟା ହେଲା, ବିଜେପି ସରକାର ଆସିଲା ଦିନରୁ ହୁଁ ପଶୁ ମେଡିକାଲ ବା ପଶୁ ଡାକ୍ତର ଭିଏସିଙ୍କ ପାଖକୁ ହୁଁ ମେଡିସିନ ଆସୁନାହିଁ। ତାଙ୍କ ମାନେ ସେଇ ଷ୍ଟାଫଙ୍କ ଭିତରୁ ପିଲା ଥିଲେ, ବୁଝିଲେ ନା। ହୁଁ ହୁଁ। ସେମାନେ କହିଲେ ବିଜେପି ସରକାର ଆସିବାରୁ ପଶୁ ଡାକ୍ତରଖାନାକୁ ମେଡିସିନ ଫେଡିସିନ କିଛି ଆସୁନାହିଁ। ହୁଁ। ଆଉ ଆମର ଯୋଉ ଭିଏସ ସାର୍ ଅଛନ୍ତି, ସେ ଭଲ ଭିଏସ ସାର୍ ବୋଲି ହୁଁ ସେ ନିଜେ 15,000 ଟଙ୍କା ଖର୍ଚ୍ଚ କରିକି ସେ ସେଠୁ ଆଣୁଛନ୍ତି। ମୁଁ ଶୁଣିନି ଚୁପଚାପ, ମୁଁ ଏ କଥାଟା ଭାଇ ନିରାଟ ସତ କଥା ତମକୁ କହୁଛି, ହୁଁ ଯାହା ଗାଣ୍ଡିରେ ଲାଗୁଛି ଲାଗୁ। ହଁ ଲାଗୁ କଣ କିଏ ଶୁଣ କୋଉ ବିଜେପି ସରକାରକୁ ଆମେ ଭୟ କରୁ ନାହିଁ, କୋଉ ବିଜେଡି କି ଭୟ କରୁ ନାହିଁ, କି କଂଗ୍ରେସ ଭୟ ନାହିଁ, ଯିଏ ଅଧର୍ମ ସେ ଅଧର୍ମିତା ପଛରେ ଟ୍ୟାଗ ଲାଗିବ ହେଲା। ଆଉ ହଁ ଆଜି ଗୋଟେ କଥା ମନେ ରଖିଥାଅ, କୋଉ ବିଜେପିର ମୁଖ୍ୟମନ୍ତ୍ରୀ ହଉ କି ବିଜେପିର ଏମଏଲ ହଉ, ଯିଏ ଭୁଲ କରିବ ହଁ ସାଙ୍ଗେ ସାଙ୍ଗେ ବିଜେପି ବାଲା ତାଙ୍କୁ ଦଳରୁ ସସ୍ପେଣ୍ଡ କରିଦେବେ, ଏଇଟା ସତ ନା ସତ ନୁହଁ? ହଁ ତାହେଲେ ଏଇ ସମସ୍ତେ ଦେଖି ଭାଇ ଏଇ ସମସ୍ତେ ଭିଡିଓ ଦେଖିକି ହୁଁ ଏଇ ଭିଡିଓ ଦେଖିକି ଆମ ଯୋଉ ହୁଁ ବଜରଙ୍ଗୀ ଭାଇ ଯେତେ ଜଣ ଯଦି ଦେଖିକି ପାରି ହୁଁ ଯୋଉ ଯେତିକି ଆମର ପଶୁ ଡାକ୍ତରଖାନା ଅଛି, ମେଡିକାଲ ଅଛି, ବିଏସ ଅଛନ୍ତି, ହୁଁ ହୁଁ ତାଙ୍କ ପାଖରେ ସବୁ ପ୍ରକାର ମେଡିସିନ ଚେକ୍ ହବା ଦରକାର, ଚେକ୍ କରିବା ଦରକାର, ନିଶ୍ଚିତ ସେଇଟା ଠିକ ନିଶ୍ଚିତ ବଜରଙ୍ଗୀ ଜୟ ବଜରଙ୍ଗୀ ଦଳ ସେଠି ସବୁ ଲୋକ ସେଇଟା ଦେଖନ୍ତୁ। ନିଶ୍ଚିତ ତ ଜୟ ଆଉ ଶ୍ରୀରାମ କହିକି ସେଠିକି ସବୁ ଯାଇକି ହୁଁ ଦେଖିକି ମେଡିସିନ ଫେଡିସିନ ଚେକ୍ କରିକି ଆଣନ୍ତୁ। ଯଦି ନଥିବ ମେଡିସିନ ବିଏସସି କୁହନ୍ତୁ, ତମେ ସାର୍ ଘରକୁ ପଳାଅ, ବାକି ଟ୍ରିଟମେଣ୍ଟ ଆମେ କରିଦବୁ, ଟ୍ରେନିଂ ନବା କଥା ତ ଏବେ ତ ସବୁ ବଜରଙ୍ଗୀ ଦଳ ଛୁଆ ମାନେ କଣ ସବୁ ତ ଭାଇ ପାଠ ଶୁଣ ସାଠ ଆଉ ଗୋଟେ ପଢିକି କଥା ଏମିତି ହଉଛନ୍ତି। ଶୁଣନ୍ତୁ, ଆଉ ଗୋଟେ କଥା ଆପଣ ଜାଣିଥିବେ କି ନାଇଁ ମୁଁ କହିପାରିବିନି, ଓ ଯୋଉ ଭେଟନାରୀ ସଂସ୍ଥା ଯୋଉ ହେଇନି କି
ଆଜ୍ଞା ଭେଟନାରୀ ସଂସ୍ଥା ଇଂରେଜ ମାନେ ତିଆରି କରୁଥିଲେ। ଆଜ୍ଞା ଇଂରେଜ ମାନେ କାହିଁ ତିଆରି କରୁଥିଲେ ନା ଭଲ ମାଂସ, ଯୋଉ କୋଉ ଗାଈ ଭଲ ମାଂସ ଟେଷ୍ଟ କରିକି ହୁଁ କତଲଖାନାରେ ଟେଷ୍ଟ କରିକି ତାକୁ ସାର୍ଟିଫିକେଟ ଦବା ପାଇଁ ହୁଁ ଇଂରେଜ ମାନେ ସେ ଭଲ ମାଂସ କେମିତି ନିରୋଗ ମାଂସ ଖାଇବା ପାଇଁ ହଁ ହଁ ଭେଟନାରୀ ସଂସ୍ଥା ତିଆରି କରିଥିଲେ। ଭେଟନାରୀ ହଁ ସଂସ୍ଥା ଏବେ ଯୋଉ ଚିକିତ୍ସା ହଉଛି ସେଇଟା କନଭର୍ଟ ହେଇଯାଇଛି, କିନ୍ତୁ ଭେଟନାରୀ ସଂସ୍ଥା ମୁଖ୍ୟ କାମ ଥିଲା ଏଇଆ ହେଲା। ହଁ ଇଂରେଜ ତାପରେ ମାନଙ୍କୁ ଭଲ ମାଂସ ଯୋଗେଇବା। ଟେଷ୍ଟ ଆମର ତ କରିକି ଇଣ୍ଡିଆ ଟା କେବଳ ହିନ୍ଦୁ ରାଷ୍ଟ୍ର ନା, ବାହାର ତ ଦେଶ ସବୁ ମୁସଲିମ ଆଉ ଇଣ୍ଡିଆ ନାଇଁ ନାଇଁ ଭାରତ କଣ ଏପର୍ଯ୍ୟନ୍ତ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଇଛି? ଭାରତ ବର୍ତ୍ତମାନ ପାଇଁ ଇଏ ଅଛି ଆମର ସେକ୍ୟୁଲାର ବା ଧର୍ମ ନିରପେକ୍ଷ ସେକ୍ୟୁଲାର। ଯାହା ହିନ୍ଦୁ ବି ହେଲେ ରାଷ୍ଟ୍ର ଭାଇ ଘୋଷଣା, ହିନ୍ଦୁ ରାଷ୍ଟ୍ର ବେଶୀ ହେଇନି। ହିନ୍ଦୁ ଭାରତରେ ରାଷ୍ଟ୍ର ନା ଆଉ ଖାଇଗଲେ ଦିଟା ଲୋକ ଖାଇଗଲେ, ଗୋଟେ ହଉଛି ମହାତ୍ମା ଗାନ୍ଧୀ ଆଉ ଗୋଟେ ହଉଛି ଜବାହରଲାଲ ନେହେରୁ, ଏଇ ଦିଟା ଦେଶକୁ ଖାଇଗଲେ। ହୁଁ ଆଉ ତାପରେ କଂଗ୍ରେସ, ଏଇ ଶଳା ଏଇ ମାନେ ଖାଇଗଲେ ଭାରତକୁ, ବର୍ବାଦ କରିଦେଲେ ଭାରତକୁ। ଆଉ ବାକି ଯାହା ଅଛି ଏ ସବୁ ଦେଖିବେ ଆଉ ନା ଆସ୍ତେ ଆସ୍ତେ ଭଲ ଶିକ୍ଷା ବ୍ୟବସ୍ଥା ଅଛି ନା କଣ ଅଛି ଏଠି? ଶିକ୍ଷା ତ ନାହିଁ, ଗଲା କାମ ଛିଡ଼ିଲା ଆଉ। ଭାଇ ଲୋକ ବଢିଆ ବଢିଆ ବହୁତ ବଢିଆ ଇନଫରମେସନ ମିଳିଲା ଆପଣଙ୍କଠୁ। ଲୋକ କହୁଛନ୍ତି, ହୁଁ ଲୋକ କହିଲେ ବିଜେପି ସରକାର ଆଇଲା ଆଉ ପିଲାମାନେ କେହି ଦାଦନ ଖଟିତେ ଯିବେନି, ଓଡିଶାରେ କାମ ମିଳିବ, ଏଠି ହୁଁ ସିକ୍ୟୁରିଟି କରିତେ ଗଲା ବେଳକୁ ପଇସା ଦବାକୁ ପଡୁଛି। ସିକ୍ୟୁରିଟି ସିକ୍ୟୁରିଟି କରିବାକୁ ପଇସା ଦବାକୁ ପଡୁଛି ଭାଇ। ପିଲା ହୁଁ ଯାଇକି ତ ନାଇଁ ଯଦି ନାଇଁ ନାଇଁ ତମେ ଆକ୍ଚୁଆଲି ଯୋଉ ଆକ୍ଚୁଆଲି ଶୁଣ ବର୍ତ୍ତମାନ ବି ଯୋଉ ଆକ୍ଚୁଆଲି ଦେଖ, ଆମର ଏଠୁ ଲୋକ ବାହାରକୁ କାମ କରିବାକୁ ଯାଉଛନ୍ତି। ଆଜ୍ଞା ବାହାରୁ ବି ଲୋକ ଆଉଛନ୍ତି ଏଠି ବାଦାମ ବିକିବାକୁ, ଯୋଉ ବାଦାମ ବିକୁନ୍ତି, ଗୁପଚୁପ ବିକୁନ୍ତି, ତାହେଲେ ଏଠା ପିଲା ସେ କାମ କାହିଁ କରୁନାହାନ୍ତି? ହଁ ସେଠି ବାହାରେ କଣ କଲେ ଅଧିକ ପଇସା ରୋଜଗାର ହଉଛି, ଯୋଉ ଯେମିତି ସୁରତ ସୂତା କଳକୁ ଯାଇ ନାଇଁ କାମ ଭାଇ କରନ୍ତି। ଗୋଟେ କଥା ହେଲା, ହୁଁ ସେଟା କହିଲେ ଲୋକଙ୍କୁ ଫାଷ୍ଟ ପ୍ରଥମେ କଣ କହିଲେ? ଏ ଲୋକଙ୍କୁ ନିଯୁକ୍ତି ମିଳିବ, ଓଡିଶାରେ ନିଯୁକ୍ତି ମିଳିବ, ବୁଝିଲେ ନା? ହୁଁ ହୁଁ ଏଇଠି ଗୋଟେ ବର୍ଷ ଭିତରେ ଓଡିଶାରେ କଣ ନିଯୁକ୍ତି, କେତେ ଜଣଙ୍କୁ ନିଯୁକ୍ତି ମିଳିଲାଣି? ଏଠି ହୁଁ ତ ଖାଲି ରଙ୍ଗମରା ଚାଲିଛି, ହୁଁ ସେଇଟା ସେ ସରକାର କଣ କରିନାହିଁ। ହୁଁ ସେଟା ଏ ସରକାର ସେଟା ଦେଖଉଛି। ଆବେ ଯଦି ସିଏ ନ କରିପାରିଛି ତୁ କର, ମୋର ହୁଁ କଥା ସଫା କଥା ଭାଇ। ହୁଁ ମୋର ଏ ସମ୍ମାନ ଦବା ବ୍ୟବହାର ମୋର ଏସବୁ ଭଲ ନୁହେଁ, ଯୋଉଟା ହୁଁ ପର୍ଟିକୁଲାର ସତ କଥା, ଯଦି ସିଏ ନ କରିଛି ତୁ କର, ଯେ ତୁ ହୁଁ ନ କରିବୁ ପଳା, ଅଲଗା ଆଉ କିଏ ଆସିଲେ କରିବ। ନିଶ୍ଚିତ। ହଉ ଭାଇ, ଆପଣ ଯୋଉ ଇନଫରମେସନ ଦେଇଛନ୍ତି, ଯୋଉ ଖବର ଦେଇଛନ୍ତି, ସେ ତ ହୁଏ ଆମର ଛୋଟିଆ ଛୋଟିଆ ଆମେ ଗୁଣ୍ଡୁଚି ମୂଷା ହେଇକି ବି ରାମ ସେତୁ ଗଢିଲା ଭଳିଆ ଗୋ ସୁରକ୍ଷା ପାଇଁ ଆମେ କାମ କରିବା। ତ ଆଜ୍ଞା ଯୋଉ ଇନଫରମେସନ ଦେଇଛନ୍ତି, ଭାରତ ଯୋଉ ଓଡିଶା ଲୋକ ଶୁଣିବେ, ସେଥିପାଇଁ ଗୋମାତା ସୁରକ୍ଷା ହେଇପାରିବ, ଏତିକି କାମନା କରି ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି। ଜୟ ଜଗନ୍ନାଥ। ହଉ ଠିକ ଅଛି ଭାଇ। ଜୟ ଜଗନ୍ନାଥ।